ଭଙ୍ଗା କୁଡ଼ିଆରେ ଛିଣ୍ଡା ଜରିପାଲ ତଳେ ଜୀବନ କାଟୁଛନ୍ତି ଭାରତୀଙ୍କ ପରିବାର। ଜୀବନ କାହା ପାଇଁ କେମିତି? କିଏ ଉଆସ ଭଳି କୋଠାରେ ରହୁଛି ତ ଆଉ କାହାକୁ ମୁଣ୍ଡ ଗୁଞ୍ଜିବା ପାଇଁ ଛଣ ଛପର କୁଡ଼ିଆ ବି ମିଳୁନାହିଁ। ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇବା ତାଙ୍କ ପାଇଁ ସାତ ସପନ। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳବାଳ ପଞ୍ଚାୟତର ଭାରତୀ ମାଲେଇ ସ୍ୱାମୀ ପ୍ରଭାକର ମାଲେଇ ଅତି ଗରିବ ପରିବାର, କିନ୍ତୁ ମହାବାତ୍ୟାକୁ 26 ବର୍ଷ ବିତି ଯାଇଥିଲେ ସୁଦ୍ଧା ସେହି ଭଙ୍ଗା ଘରେ ଜୀବନ ଅତିବାହିତ କରୁଛନ୍ତି ଭାରତୀ ମଲେଇ ପରିବାର। ବାରମ୍ବାର ଆବେଦନ ସତ୍ତ୍ୱେ କେମିତି ତାଙ୍କୁ ଘର ଖଣ୍ଡେ ମିଳୁନି ସେ ଜାଣି ପାରୁନାହାନ୍ତି। ସରକାରୀ ନୀତି ନିୟମ ଅନୁଯାୟୀ ସେ ଘର ପାଇଁ ଅନଲାଇନରେ ଆବେଦନ କରିଥିଲେ। ସେହି ଅନୁସାରେ ବିଭିନ୍ନ ପର୍ଯ୍ୟାୟରେ ସରକାର ସ୍ତରରେ ତନଖି କରାଯାଇଥିଲା। ଯୋଗ୍ୟ ହିତାଧିକାରୀ ଭାବରେ ମାତ୍ର ସେଥିରେ ଭାରତୀ ମାଲେଇ ନାମ ନାହିଁ। ବର୍ଷା ପବନ ନା ଶୁଣିଲେ ଭାରତୀ ମନରେ ଛନକା ପଶେ। ପରିବାର ଲୋକେ ଥରି ଉଠନ୍ତି। ଖାଲି ଭାରତୀ ନୁହେଁ, ତାଙ୍କ ଭଳି ଅନେକ ଗରିବ ଲୋକ ଘର ପାଇବା ତାଲିକାରୁ ବଞ୍ଚିତ ପାଇଛନ୍ତି। ବହୁବାର ଦରଖାସ୍ତ କରିଥିଲେ ବି ତାଙ୍କ ଗୁହାରି କେହି କର୍ଣ୍ଣପାତ କରିନାହାନ୍ତି। ଅନେକ ସମୟରେ ସରକାରୀ ଅଧିକାରୀ ଓ ଜନପ୍ରତିନିଧିଙ୍କ ଠାରୁ କେବଳ ପୁଳାପୁଳା ମିଥ୍ୟା ପ୍ରତିଶ୍ରୁତି ଓ ଆଶ୍ୱାସନା ମିଳିଛି, ହେଲେ କିଛି ବି ସୁଫଳ ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ। ଉପାୟ ଶୂନ୍ୟ ହୋଇ ଝଡ଼, ବର୍ଷା, ଖରା, ଶୀତ କାକରରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତପୂର୍ବକ ତାଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ସେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଜଗତସିଂହପୁର ଜିଲ୍ଲାରୁ ଅମୟ ବେହେରାଙ୍କ ରିପୋର୍ଟ, LNTV। ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTVକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରନ୍ତୁ।